ମଙ୍ଗଳ ଗ୍ରହର ପରିବର୍ତ୍ତନ ହେତୁ ଏହି ତିନୋଟି ରାଶି ଉପରେ ପଡ଼ିବାକୁ ଯାଉଛି ଅନେକ ପ୍ରଭାବ। ଏହି ତିନୋଟି ରାଶି ସହିବେ ଅଯଥା କ୍ଷତି। ଅନେକ ଜାଗାରେ ଏହି ତିନି ରାଶିର ବ୍ୟକ୍ତିମାନେ ହେବେ ଅପଦସ୍ଥ। ପରିବାରରେ ମନାନ୍ତର ଘଟିପାରେ। ସମ୍ପୂର୍ଣ୍ଣ ଭିଡ଼ିଓ ଦେଖିଲେ ଜାଣିବେ। ତ ନମସ୍କାର ଦର୍ଶକ ବନ୍ଧୁ। ମଙ୍ଗଳ ଗ୍ରହ ଭାଇଚାରାର ଗ୍ରହ ମଙ୍ଗଳ ଗ୍ରହ ନିଜର ରାଶି ପରିବର୍ତ୍ତନ କରୁଛନ୍ତି। ଏହା ବୃଷ ରାଶିରୁ ମିଥୁନ ରାଶିକୁ ଗତି କରୁଛନ୍ତି। ଅଗଷ୍ଟ 2, 2026 ରାତ୍ର ସମୟ 10ଟା 59ରେ ମଙ୍ଗଳ ତାଙ୍କର ଶତ୍ରୁ ବୁଧଙ୍କ ରାଶିରେ ମିଥୁନ ରାଶିରେ ପ୍ରବେଶ କରିବେ। ଏହାର ପ୍ରଭାବରେ ଅନେକ ରାଶି ଉପରେ ପଡ଼ିବାକୁ ଯାଉଛି, କିନ୍ତୁ ଅଧିକ କ୍ଷତି ସହିବେ ଏହି ତିନୋଟି ରାଶି। ଏହା ମଙ୍ଗଳ ଗ୍ରହ ମିଥୁନ ରାଶିକୁ ସେପ୍ଟେମ୍ବର 18 ପର୍ଯ୍ୟନ୍ତ ରହିବେ। ପ୍ରାୟ 46 ଦିନ ଏହି ସମୟ ଲାଗିବ ସମସ୍ତ ରାଶି ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ। ଏହାର ପ୍ରଭାବ ତିନୋଟି ରାଶି ଉପରେ ପଡ଼ିବ। ତେଣୁ ଚାଲନ୍ତୁ ଜାଣିବା କେଉଁ ତିନୋଟି ରାଶି। ସେ ରାଶିର ନାମ କ'ଣ? ପ୍ରଥମ ରାଶି ମିଥୁନ ରାଶି। ମଙ୍ଗଳଙ୍କ ଶତ୍ରୁ ଗ୍ରହ ବୁଧଙ୍କ ରାଶି ମିଥୁନ ରାଶିରେ ପ୍ରବେଶ ହେତୁ ଏହି ରାଶିରେ ଜନ୍ମ ହୋଇଥିବା ଲୋକଙ୍କ ମଧ୍ୟରେ କ୍ରୋଧ ରାଗ ବଢ଼ିବାରେ ଲାଗିବ। ଏହା ବ୍ୟତୀତ ଆପଣଙ୍କ କେତେକ ସମୟରେ ସାହସ ଶକ୍ତି ଆତ୍ମବିଶ୍ୱାସ କମିପାରେ। ଏହାଦ୍ୱାରା ମଧ୍ୟ ସମସ୍ତ କାର୍ଯ୍ୟ କରିବାରେ ଅସୁବିଧା ହୋଇପାରେ। ଅନେକ ଜାଗାରେ ଆପଣଙ୍କୁ ଅପଦସ୍ଥ ମଧ୍ୟ ହୋଇପାରନ୍ତି। ଆପଣ ସ୍ଥିର ମନରେ ଚିନ୍ତା କରନ୍ତୁ, ଶାନ୍ତ ରୁହନ୍ତୁ, ପରିବାର ସଦସ୍ୟଙ୍କ ସହିତ କଥାବାର୍ତ୍ତା ହୁଅନ୍ତୁ। ଦେଖିବେ ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କ ନିୟନ୍ତ୍ରଣ ରହିବ। ରାଗକୁ କ୍ରୋଧକୁ ପ୍ରତ୍ୟେକ ନିଷ୍ପତ୍ତି ନେବା ପୂର୍ବରୁ 100 ଥର ଚିନ୍ତା କରନ୍ତୁ। ଦ୍ୱିତୀୟ ରାଶି କର୍କଟ ରାଶି। କର୍କଟ ରାଶିର ଲୋକଙ୍କ ପାଇଁ ମଙ୍ଗଳ ଗମନ ମୁଣ୍ଡ ବିନ୍ଧାର କାରଣ ହୋଇପାରେ। ଚାପ ସୃଷ୍ଟି କରିପାରେ ଆପଣଙ୍କ କାମରେ, ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ। ଆପଣଙ୍କ ଆଚରଣ ଆପଣଙ୍କୁ ନିକଟତର ଲୋକଙ୍କୁ ବିରକ୍ତ କରିପାରେ। ଆପଣ ନକାରାତ୍ମକ ଚିନ୍ତାଧାରାର ଶିକାର ହୋଇପାରନ୍ତି। ଯଦି ଆପଣ ଆପଣଙ୍କ ଖର୍ଚ୍ଚକୁ ନିୟନ୍ତ୍ରଣ କରିପାରୁନାହାନ୍ତି, ତେବେ ଆପଣଙ୍କୁ ଋଣ ନେବାକୁ ପଡ଼ିପାରେ। ତେଣୁ କମ୍ ଖର୍ଚ୍ଚ କରନ୍ତୁ। କାର୍ଯ୍ୟସ୍ଥଳରେ ଦ୍ୱନ୍ଦ୍ୱ ଏଡ଼ାନ୍ତୁ। ଆପଣଙ୍କୁ ସକାରାତ୍ମକ ଚିନ୍ତାକୁ ଭାବିବାକୁ ପଡ଼ିବ। ଆପଣଙ୍କ ଚିନ୍ତାଧାରାକୁ ନିୟନ୍ତ୍ରଣ କରନ୍ତୁ। ଦେଖିବେ ସବୁ ଠିକ୍ ହେଇଯିବ। ଅଯଥା ଯୁକ୍ତି କରନ୍ତୁ ନାହିଁ କି ଅଧିକା କାହା ସହିତ ଖର୍ଚ୍ଚାନ୍ତରେ ପଡ଼ନ୍ତୁ ନାହିଁ। ତୃତୀୟ ରାଶି ବିଛା ରାଶି। ବିଛା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ କ'ଣ ରହିଛି ମଙ୍ଗଳ ଗ୍ରହର ପରିବର୍ତ୍ତନ ହେତୁ? ଏହି ରାଶିରେ ଜନ୍ମ ହୋଇଥିବା ଲୋକଙ୍କ ପାଇଁ ପ୍ରତିକୂଳ ସମୟ ଆଣିପାରେ। ଏହି ଲୋକମାନେ ସେମାନଙ୍କ ସମ୍ପର୍କରେ ଉତ୍ଥାନ ପତନ ଅନୁଭବ କରିପାରନ୍ତି। କୌଣସି ବିପଦପୂର୍ଣ୍ଣ ନିବେଶ କରନ୍ତୁ ନାହିଁ। କାହା କଥାରେ ପଡ଼ନ୍ତୁ ନାହିଁ। କୌଣସି ବଡ଼ ଆର୍ଥିକ ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ। ଏହି ସମୟରେ ଯେକୌଣସି ନୂଆ କାର୍ଯ୍ୟ କରୁଛନ୍ତି ତାହାକୁ ସ୍ଥଗିତ ରଖିବା ମଧ୍ୟ ଭଲ। ଯଦି ଆପଣଙ୍କୁ ଆମ ଭିଡ଼ିଓ ଭଲ ଲାଗୁଛି, ତାହେଲେ ନିହାତି ଭାବେ ସବସ୍କ୍ରାଇବ୍, ଲାଇକ୍ ଓ ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ। କମେଣ୍ଟରେ ଆପଣଙ୍କର ଏହି ତିନୋଟି ରାଶି ମଧ୍ୟରୁ କେଉଁ ରାଶି ନିହାତି ଲେଖନ୍ତୁ। ରହିଲୁ, ଜୟ ଜଗନ୍ନାଥ।